ଆମେ ବର୍ତ୍ତମାନ ଦେଖିବା ଏସ୍ଆଇଆର୍ ଅନଲାଇନ୍ ଫର୍ମ କେମିତି ଆପଣମାନଙ୍କର ବିଏଲ୍ଓ ଆପ୍‌ରେ ସର୍ବପ୍ରଥମେ କହି ରଖେ ଆପଣମାନଙ୍କର ବିଏଲ୍ଓ ଆପ୍‌ରେ ଆପଣମାନେ କ'ଣ କରିବେ, ବିଏଲ୍ଓ ଆପ୍ ଯେଉଁ ଆପଣମାନଙ୍କର ଅଛି, ସେଠି ଦେଖନ୍ତୁ ବିଏଲ୍ଓ ଆପ୍‌ରେ ଆପଣମାନଙ୍କର କ'ଣ ଶୋ କରିବ। ବିଏଲ୍ଓ ଆପ୍‌ରେ ଆପଣଙ୍କୁ ଏମିତିକା ଇଣ୍ଟରଫେସ୍ ଶୋ କରିବ ଗୋଟେ। ବିଏଲ୍ଓ ଆପ୍ ଆପଣମାନେ ଖୋଲିଲେ ଶୋ କରୁଥିବ ଏସ୍ଆଇଆର୍ ବୋଲି। ଏଇ ପେଜ୍‌କୁ ଆପଣମାନେ ଯିବେ। ଆମେ କ'ଣ କରିବା ନା ଅନଲାଇନ୍ କେମିତି ଫର୍ମ ପୂରଣ କରିବେ, ହେଲା ନା? ବିଏଲ୍ଓ ଆପ୍‌ରେ ଅନଲାଇନ୍ ଇଏଫ୍ ଫର୍ମ କିପରି ଭାବରେ ପୂରଣ କରିବେ। ଦେଖନ୍ତୁ ସର୍ବପ୍ରଥମେ ଆପଣମାନେ ବିଏଲ୍ଓ ଆପ୍‌ରେ ଗଲେ ଏସ୍ଆଇଆର୍‌କୁ ଗଲେ। ଏସ୍ଆଇଆର୍‌କୁ ଗଲା ପରେ ଏଇଠି ଆପଣମାନଙ୍କର 2ଟା ଲାଙ୍ଗୁଏଜ୍ ଆସୁଥିବ, ଓଡ଼ିଆ ଆଉ ଇଂଲିଶ। 2ଟା ଲାଙ୍ଗୁଏଜ୍ ଆସୁଥିବ। ତ ଆପଣମାନେ ଯୋଉଟା ଆପଣ କମ୍ଫର୍ଟେବୁଲ୍ ତା ଉପରେ ଆପଣ ଟିଚ୍ କରିକି ସବମିଟ୍ ଉପରେ କ୍ଲିକ୍ କଲେ। ସବମିଟ୍ ଉପରେ ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣମାନଙ୍କର ଏମିତିକା ମେନ୍ ପେଜ୍ ଗୋଟେ ଶୋ କରିଦବ। ଦେଖିପାରୁଛନ୍ତି? ଆପଣ ଇଏଫ୍ ଡ୍ୟାସବୋର୍ଡରେ ତ ଆପଣ ଦେଖିପାରିବେ ସମସ୍ତ 100% ଡିଷ୍ଟ୍ରିବ୍ୟୁସନ୍ କରିଥିବେ ଆପଣମାନଙ୍କୁ ଜଣା ହେଇଥିବ। ଦ୍ୱିତୀୟ ବିଷୟ ହେଲା ଆପଣ ଇଏଫ୍ ଟ୍ରାକର୍ ଅଛି ଯୋଉଟାକି ଆପଣ କ'ଣ କରୁଥିବେ ଡିଷ୍ଟ୍ରିବ୍ୟୁସନ୍ କରୁଥିବେ। ଡିଷ୍ଟ୍ରିବ୍ୟୁସନ୍ ସ୍କାନ୍ କରିକି ଡିଷ୍ଟ୍ରିବ୍ୟୁସନ୍ କରୁଥିବେ କ'ଣ କରିକି ସ୍କାନ୍ କରିକି ହେଲା। ସ୍କାନ୍ କରିକି କରୁଥିବେ। ଇଏଫ୍ ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍। ଦ୍ୱିତୀୟ ବିଷୟ ଫିଲ୍ ଇନୁମେରେସନ୍ ଫର୍ମ। ଆମକୁ ବର୍ତ୍ତମାନ କ'ଣ କରତେ ପଡ଼ିବ ନା ଫିଲ୍ ଇନୁମେରେସନ୍ ଫର୍ମ। ଏଠି ଆମେ କ'ଣ କରିବା ଆ ଉପରେ ଆପଣମାନେ ଯେତେବେଳେ କ୍ଲିକ୍ କରୁଛନ୍ତି, ଯେତେବେଳେ ଆ ଉପରେ ଆପଣମାନେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ସର୍ବପ୍ରଥମେ ଏମିତିକା ଫର୍ମ ଆସିଗଲା। ଫିଲ୍ ଇନୁମେରେସନ୍ ଫର୍ମର ତାର ମେନ୍ ପେଜ୍‌କୁ ଆସିଗଲା। ବୁଝିପାରିଲେ କି? ଫିଲ୍ ଇନୁମେରେସନ୍ ଫେରର ମେନ୍ ପେଜ୍‌କୁ ଆସିଗଲା। ମେନ୍ ପେଜ୍‌ରେ ଏଇଠି ଆପଣ କରିପାରିବେ କ'ଣ କରିବେ ସ୍କାନ୍ କରିପାରିବେ ବା ସିରିଆଲ୍ ନମ୍ବର ଅନୁସାରେ ସର୍ଚ୍ଚ କରିବେ ବା ଇଲେକ୍ଟ୍ରନ୍ ଅନୁସାରେ ବା ଏପିକ୍ ନମ୍ବର ଅନୁସାରେ। ଆପଣ ତ ଏଇ ଫିଲ୍ ଇନୁମେରେସନ୍ ଫର୍ମ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କୁ ଏଇ 3ଟା ଜିନିଷ କରତେ ପଡ଼ିବ। ଆପଣ ସ୍କାନ୍ କରିକି ବି କରିପାରିବେ, ସେ ଫର୍ମକୁ ସ୍କାନ୍ କରିବେ ବା ସିରିଆଲ୍ ନମ୍ବର ମାରିକି କରିପାରିବେ ବା ନାମ ବା ଏପିକ୍ ନମ୍ବର ଦ୍ୱାରା କରିପାରିବେ। ତ ଆପଣ ସୁବିଧା କୋଉଟା ହବ ନା ସ୍କାନ୍ କଲେ ସୁବିଧା ହେଇଯିବ। ସ୍କାନ୍ କଲେ, ସ୍କାନ୍ କଲା ପରେ ଦେଖନ୍ତୁ ଆପଣଙ୍କର ଏମିତି ଗୋଟେ ପେଜ୍ ଇଣ୍ଟରଫେସ୍ ଶୋ କରିଦବ। ଇଲେକ୍ଟ୍ରର ନାଁ ଦେଇଦବ, ଇପିକ୍ ନମ୍ବର ଦେଇଦବ ଆଉ ପାର୍ଟ ସିରିଆଲ୍ ନମ୍ବର ଦେଇଦବ। ଯେତେବେଳେ ସ୍କାନ୍ କରୁଛନ୍ତି ତ ଆପଣ ଦେଇଦବ ତାପରେ ଏ 3ଟା ଜିନିଷ ଦବ ଫିଲ୍ ଅପ୍ ଫର୍ମ, ମାର୍କ କଲେକ୍ଟେବଲ୍, ଭ୍ୟୁ ମୋବାଇଲ୍। ତ ଫିଲ୍ ଅପ୍ ଫର୍ମଟା ଆମକୁ କରିବା ପାଇଁ ପଡ଼ିବ। ମାର୍କ ଅନକମ୍ଫର୍ଟେବଲ୍ କୋଉମାନେ ନା ଯୋଉମାନେ ଡେଡ୍ ହେଲା କି ସିଫ୍ଟେଡ୍ ହେଲା। ଏଇ 2ଟା ହଉଛନ୍ତି ଆପଣମାନେ କ'ଣ କରତେ ପଡ଼ିବ ବିଶେଷ କରି ଡେଡ୍‌ରେ ଆପଣ କରିବେ। ଡେଡ୍ ବେଳକୁ ମାର୍କ କଲେକ୍ଟେବଲ୍ ଆପଣମାନେ କରିପାରିବେ। ହେଲା। ଆଉ ଯଦି ମ୍ୟାରେଡ୍ ଆପଣ ବି କରିପାରିବେ। ମ୍ୟାରେଡ୍ ଅନକମ୍ଫର୍ଟେବଲ୍ ତାଙ୍କର ଯଦି ଚାହୁଁନଥିବେ। ତ ଏଇ ସବୁ କ୍ଷେତ୍ରରେ ଆପଣମାନେ ମାର୍କ କଲେକ୍ଟେବଲ୍ ଅନୁସାରେ କରିପାରିବେ। ହେଲା। ଯଦି ମାର୍କ ଅନକମ୍ଫର୍ଟେବଲ୍ କରିବେ ତାକୁ ଦେଇଥିବ ଯେ କ'ଣ ଅସୁବିଧା କ'ଣ ପାଇଁ ତାକୁ ଅନକମ୍ଫର୍ଟେବଲ୍ କରିନା ମରିଯାଇଛି ନା ସିଫ୍ଟିଂ ହେଇଯାଇଛି ନା ମ୍ୟାରେଡ୍ ହେଇଯାଇଛି ନା କ'ଣ ପାଇଁ ତାକୁ କଲେକ୍ସନ୍ କରିବେ। ତ ଏଇଟା ଆମେ ପରେ ବୁଝିବା ମାର୍କ ଅନକମ୍ଫର୍ଟେବଲ୍ ଏବେ ଆମକୁ କାହାରି କରିବାର ନାହିଁ। ଆମକୁ ଏବେ କ'ଣ କରିବାର ଅଛି ନା ଫିଲ୍ ଫର୍ମ କରିବାର ଅଛି। ତ ଯେତେବେଳେ ସ୍କାନ୍ କଲେ ସେଇ ବ୍ୟକ୍ତିର ଇଲେକ୍ଟ୍ରର ନାଁ ବାହାରିଗଲା, ଏପିକ୍ ନମ୍ବର ବାହାରିଗଲା ଆଉ ପାର୍ଟ ସିରିଆଲ୍ ନମ୍ବର ବାହାରିଗଲା। ଆମକୁ କ'ଣ କରିବାର ଅଛି ନା ଫିଲ୍ ଅପ୍ ଫିଲ୍ ଫର୍ମ ମାନେ ଫର୍ମଟାକୁ ଆମକୁ ଅନଲାଇନ୍‌ରେ କ'ଣ କରିବାର ଅଛି ଫିଲ୍ ଅପ୍ କରିବାର ଅଛି। ତ ଅନଲାଇନ୍‌ରେ ଫର୍ମ ଯେତେବେଳେ ଆମେ ଫିଲ୍ ଅପ୍ କରିବୁ ତାପରେ କ'ଣ ସବୁ ଦେଖନ୍ତୁ। ହୁଁ। ଅନଲାଇନ୍‌ରେ ଫର୍ମ ଫିଲ୍ ଅପ୍ ଯେତେବେଳେ କରିବୁ, ମାରିଲା ପରେ ଫିଲ୍ ଅପ୍ ଉପରେ ଫର୍ମ ଉପରେ କ୍ଲିକ୍ କଲା ପରେ ଆପଣ ବୁଝିପାରୁଥିବେ ଏଠି ଫିଲ୍ ଫର୍ମ ଉପରେ କ୍ଲିକ୍ ଯେତେବେଳେ ଆପଣମାନେ କରୁଛନ୍ତି, ସେତେବେଳେ ଆପଣଙ୍କର କ'ଣ ଶୋ କରିବ? ନା ଏମିତିକା ଇଣ୍ଟରଫେସ୍ ଶୋ କରିଦବ। 2025ରେ କ'ଣ ଡାଟା ଅଛି ତାର। 2025ରେ କ'ଣ ଡାଟା ଅଛି ହେଲା, ସେଇଟା ଶୋ କରିଦବ। ଦ୍ୱିତୀୟ ବିଷୟ ଏଠି କ'ଣ ଅଛି 2002 2002ରେ କ'ଣ ଥିଲା? ଏଇଟା ହଉଛି 2002ରେ କ'ଣ ଡାଟା ତା ନାଁ କ'ଣ ଥିଲା? ଏଇଟା ହଉଛି 2025ରେ କ'ଣ ନାଁ ଥିଲା। ଯାହାର ଠିକ୍ ଥିବ ସମସ୍ତ ବିଷୟ ତାହେଲେ ତାର ଗ୍ରୀନ୍ ଦେଖିବ। ଯାହାର ଭୁଲ ଥାଏ ତାର କ'ଣ ଦେଖିବ ୟେଲୋ ଦେଖିବ। ହେଲା କି? ଟାଇଟଲ୍ ଭୁଲ ଥିବ
ବା ଅନ୍ୟ କୌଣସି ଭୁଲ ଥିଲେ ତାର କ'ଣ ଦେଖିବ ୟେଲୋ ଭୁଲ ଥିବ। ଆଉ ରେଡ୍ ମାନେ ଟୋଟାଲି ମିସମ୍ୟାଚ୍ ହେଲା କି ଟୋଟାଲି ମିସମ୍ୟାଚ୍ ବୁଝିପାରିଲେ? ହଁ। ତ ଏଇଟା ମୁଁ ତ ଏ କ୍ୟାଟାଗୋରୀ ବି କ୍ୟାଟାଗୋରୀ ଉଭୟଙ୍କ ପାଇଁ ଆପଣମାନଙ୍କୁ କହୁଛି। ତ ଦେଖନ୍ତୁ ଏମିତିକା ପେଜ୍ ଶୋ କରିଲା ତାପରେ ଆପଣମାନେ କ'ଣ କରିବେ ପେଜ୍‌ଟାକୁ ବୁଝିପାରିଲେ ଏମିତିକା ଶୋ କରିବ ତଳେ ଦେଖିବେ ଏମିତି ତାକୁ ଉପରକୁ ସ୍କ୍ରୋଲ୍ କରିକି ଯିବେ ସ୍କ୍ରୋଲ୍ କଲା ପରେ ଯାହା ଆପଣମାନେ ମ୍ୟାପିଂ କରିଥିବେ ପୂର୍ବ ଥର ଯୋଉ ମ୍ୟାପିଂ କରିଥିଲେ ଯାହା ମ୍ୟାପିଂ କରିଥିବେ ତାହା ଆପଣମାନଙ୍କର କ'ଣ କରିଦବ ନା ଶୋ କରିଦେଇଥିବ। ଯେ ଇଲେକ୍ଟ୍ରନ୍ ନେମ୍, ଡିଷ୍ଟ୍ରିକ୍ଟ ନେମ୍, ଏସ୍‌ସି ନେମ୍, ପାର୍ଟ ନମ୍ବର, ସିରିଆଲ୍ ନମ୍ବର, ସେକ୍ସନ୍, ରିଲେଟିଭ୍ ଆଉ ରିଲେସନ୍ ଟାଇପ୍। ଆପଣ ପୂର୍ବ ଥର କ'ଣ କ'ଣ ତାକୁ କାହା ସହିତ ମ୍ୟାପିଂ କରିଥିଲେ ତାର ସମସ୍ତ ଡାଟା ଆପଣମାନଙ୍କୁ ଏଠି ଶୋ କରିଦେଲା। ବୁଝିପାରିଲେ? ହଁ। ଯେତେବେଳେ ଡାଟା ଆପଣ ଶୋ କରିଦେଲା ଏଠି ଦେଖନ୍ତୁ ଡିଟେଲ୍ସ ଇଲେକ୍ଟୋରାଲ୍ ରୋଲ୍ ଲାଷ୍ଟ ଏସ୍‌ଆର୍। ଲାଷ୍ଟ ଏସ୍‌ଆର୍‌ରେ ତାଙ୍କର କ'ଣ ଥିଲା? ଆପଣମାନଙ୍କର ପେଜ୍ ଦେଖିଥାଅ। ବୁଝିପାରିଲେ ମୁଁ କ'ଣ କହିଲି? ହଁ। ତାପରେ ଆପଣମାନେ କ'ଣ କରିବେ ଏଇ ଜେନେରାଲ୍ ଡିଟେଲ୍ସକୁ କ୍ଲିକ୍ କରିବେ। ଜେନେରାଲ୍ ଡିଟେଲ୍ସ ଉପରେ ଯେତେବେଳେ ଆପଣ କ୍ଲିକ୍ କରୁଛନ୍ତି ଏଠି ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଦେବେ। ଏ ଯେଉଁ ଲାଷ୍ଟ ପାର୍ଟ 4 ଟା ପୂରଣ କରିଥିବେ ଡେଟ୍ ଅଫ୍ ବାର୍ଥ ଦେଲେ। ଡେଟ୍ ଅଫ୍ ବାର୍ଥ ଦେଲେ, ଆଧାର ନମ୍ବର ଦେଲେ, ମୋବାଇଲ୍ ନମ୍ବର ଦେବେ ହେଲା। ଆଉ ବାପାଙ୍କର ନାଁ କମ୍ପଲସରି ଦେଖୁଥିବେ ଷ୍ଟାର ମାର୍କ ଅଛି। କାହାର ବାପାଙ୍କର ନାଁ? ନା ଇଲେକ୍ଟ୍ରୋଲ୍ ଯେଉଁ ସର୍ବପ୍ରଥମେ ପ୍ରିଣ୍ଟେଡ୍ ଯାହାର ନାଁ ଅଛି ତାର ବାପାଙ୍କ ନାଁ ଆଉ ତାର ମାଆଙ୍କ। ବୁଝିପାରିଲେ? ଯଦି ପିନ୍ ନମ୍ବର ଥାଏ ଦେବେ ନହେଲେ ବି ନାହିଁ। ଆଉ ଯଦି ସିଏ ବାହା ହେଇଥିବ ତାର ସ୍ୱାମୀ ନା ସ୍ତ୍ରୀ ନାଁ ଦେବେ। ତାପରେ ଆପଣମାନେ କ'ଣ କରିବେ ନା ଅପଲୋଡ୍ ଇପି ଫର୍ମ। ଅପଲୋଡ୍ ଇପି ଫର୍ମ ମାନେ ଯାହା ଆପଣ ଫର୍ମଟା ପୂରଣ କରିଥିବେ ତାକୁ ଏଠି ହେଉଛି ଫ୍ରଣ୍ଟ ପେଜ୍ ଗୋଟେ ଦେବେ ଆଉ ଗୋଟେ ବ୍ୟାକ୍ ପେଜ୍। 2 ଟା ଜିନିଷ ଦେବେ। ଫ୍ରଣ୍ଟ ପେଜ୍ ଆଉ ବ୍ୟାକ୍ ପେଜ୍। ଯେତେବେଳେ ଆପଣମାନେ ତାକୁ ଫଟୋ ଉଠେଇବେ ପୁରା ସାଇଜ୍ ଭାବରେ ଉଠେଇବେ ଆଲୋକ ଥିବ। ଯଦି ତାର ଫଟୋ ଚଏସ୍ କରିବା ପାଇଁ ଚାହିଁବେ ଆପଣ ତାକୁ ଏଇଟା ଅପଲୋଡ୍ ଫଟୋ ଉପରେ କ୍ଲିକ୍ କଲେ ଫଟୋ ଦେଖେଇଦବ ଆପଣଙ୍କର ଏମିତି ମୁହଁ ଭଳିଆ। ତ ଆପଣ ତାକୁ କ୍ଲିକ୍ କରିକି ତାକୁ ଚେଞ୍ଜ କରିପାରିବେ। ହେଲା କି? ତାପରେ ଅପଲୋଡ୍ କ୍ଲିକ୍ କଲା ପରେ ଆପଣମାନେ କ'ଣ ସରିବ ନା ସବମିଟ୍ ଅପସନ୍ ଗୋଟେ ତଳେ ଦେଖିବ। ସବମିଟ୍ ଅପସନ୍ ଉପରେ ଆପଣମାନେ କ୍ଲିକ୍ କଲେ ୟେସ୍ ସବମିଟ୍ ମାରିଦେବେ ହେଇଗଲା ସକ୍ସେସଫୁଲ୍। ବୁଝିପାରିଲେ? ମୁଁ ଆଶା କରୁଛି ଆପଣମାନେ ବୁଝିପାରିବେ। କାହାଠୁ କିଛି ଅସୁବିଧା ବିଷୟ ନାହିଁ। ଫିଲ୍ଅପ୍ ଫର୍ମ କେମିତି ହେଲା ଆପଣମାନେ ଜାଣିପାରିଲେ। ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ